ମୁଁ ଚାହୁଁନି ମୋ ଭଳି ଗୋଟେ ଚୋର ତମ ସ୍ୱାମୀ ସ୍ତ୍ରୀ ଭିତରେ ପାଚେରି ଉଠୁ ମହାକାଶ ଶାନ୍ତିରେ ଦିନ କାଟୁ। ଆରେ ଭଡ଼ାଅ ମତେ। କେମିତି ମୁଁ ତମକୁ ବାଡ଼େଇବି? ତମେ ପରା ମୋ ଦେଢ଼ଶୁର, ମୁଁ ପରା ତମର ଭାଇ ବୋଉ। ତମେ ମୋ ମୁହଁ ଦେଖିବା କଥା ନୁହଁ କି ମୁଁ ତମକୁ ଛୁଇଁବା କଥା ନୁହଁ। ମୁଁ କେମିତି ତମକୁ ମୋ ନିଜ ହାତରେ ବାଡ଼େଇବି? ମୁଁ ପାରିବିନି ମୁଁ ପାରିବିନି। ତାହେଲେ ତମେ ଭାଙ୍ଗିଯିବ ଯେ ତମ ସୁଖ ତମ ଶାନ୍ତି ତମ ଦେଖିଥିବା ସ୍ୱପ୍ନ ସମୟର ଆଘାତରେ କାଚର ଟୁକୁଡ଼ା ଭରି ଟିକ୍ ଟିକ୍ ହେଇ ପଡେ। ଆଉ ସେଇ କାଚର ଟୁକୁଡ଼ା ଭିତରେ ତମେ ତମର ବିକୃତ ପ୍ରତିବିମ୍ବ ଦେଖି ପଥର ପାଲଟି। ଆରେ କି ଦେଢ଼ଶୁର ମୁଁ ତୁମର? ମୋ ଭାଇ ମାନଙ୍କର ଯେତେବେଳେ ମୁଁ ଭାଇ ନୁହଁ ତମର ଦେଢ଼ଶୁର ହେଲ କେମିତି? ଆରେ ମୁଁ ପରା ଗୋଟେ କାଉ ବସାର କହିଲି ଜାତିଗୋତ୍ରହୀନ ଯାଯାବର ପାଇଁ ତମେ ତୁମ ଜୀବନଟା ନଷ୍ଟ କରୁଛ କାହିଁକି? ଆରେ ଯଦି ତମେ ମତେ ନିଜର ଭାବୁଥାଅ କୌଣସି ନା କୌଣସି ସମ୍ପର୍କରେ ତମେ ମତେ ଭଲ ପାଉଥାଅ, ଯଦି ମତେ ଭକ୍ତି କରୁଥାଅ ତାହେଲେ ତମକୁ ସେଇ ସମ୍ପର୍କର ଆରେ ବାଡ଼ାଅ ମତେ ବାଡ଼ାଅ। ତମେ ରାଣ ପକାଇଦେଲ ଭାଇ, ରାଣ ପକାଇଦେଲ। ତମେ ମୋ ହାତରୁ ମାଡ଼ ଖାଇବାକୁ ତମକୁ ଏତେ ଇଚ୍ଛା ଲାଗୁଛି। ଠିକ ଅଛି, ମୁଁ ତମକୁ ବାଡ଼େଇବି, କିନ୍ତୁ ତା ପୂର୍ବରୁ ତମକୁ ମୋର ଗୋଟେ କଥା ରଖିବାକୁ ପଡ଼ିବ। ମୁଁ ଶପଥ କରି କହୁଛି ତମର ସବୁ କଥା ରଖିବି। ଆରେ ଆଉ ଡେରି କରନି, ମୁଁ ଶୋଇପାରୁନି। ଆରେ ବାଡ଼ାଅ ମତେ, ଆରେ ବାଡ଼ାଅ, ମୁଁ ତୁମକୁ ନେହୁରାଉଛି। ମୋ କଥା ତ ମୁଁ ରଖିଲି, ହେଲେ ମୋ କଥା ତୁମେ ପରା ମୋତେ କଥା ଦେଇଥିଲ। ମୋତେ କଣ କରିବାକୁ ପଡ଼ିବ? ମୁଁ ଏସ୍ପି ଅବିନାଶ ରାୟର ଅଲିଅଳି ଝିଅ ବର୍ଷା। ମୁଁ ଅତୀତର ସବୁ ବ୍ୟବଧାନକୁ ଭୁଲି ତମ ବ୍ୟକ୍ତିତ୍ୱର ଉଦ୍ଧାରି
ମା ହେବି ଏମିତି ଗୋଟାଏ ସନ୍ତାନ ଜନ୍ମ ଦେବି ଯେ ସେ ଠିକ ତମରି ପରି ଦାନବୀର ହରିଶ୍ଚନ୍ଦ୍ର ସାଜିବ ଆଉ ଆଦର୍ଶର ଆହ୍ୱାନ ଦବ। ହେଲେ ଠାକୁରେ ମୋ ପ୍ରତି ନିର୍ଦୟ ହେଇଗଲେ। ହେଲେ ମୋ ଲୋଭ ଛାଡୁନି। ମାନେ କଣ କହିବାକୁ ଚାହୁଁ ତମେ? ସେଇଥିପାଇଁ କହୁଛି ଆଜି ମୋ ମନରେ କିଛି ଅସଙ୍ଗତ ନାହିଁ କି ପାପ ବି ନାହିଁ।